भाई ମୋ ନାଁ ସୁବ୍ରତ କୁମାର ସାମଲ ଖୋର୍ଦ୍ଧା ଜିଲ୍ଲା ଟ୍ରକ୍ ଜଣେ ସଦସ୍ୟ। ଆଜ୍ଞା ଆପଣ କାଲିଠୁ ଆନ୍ଦୋଳନ କଲେ 17ଟି ଜିଲ୍ଲାର ଟ୍ରକ୍ ଆସୋସିଏସନ ତରଫରୁ କୋଉ କାରଣରୁ ଆପଣ ଆନ୍ଦୋଳନ କଲେ? ଆଜିକୁ ପ୍ରାୟ 10 ଦିନ ହେଲାଣି ଆମେ ଟ୍ରକ୍ ବନ୍ଦ କରିକି ରଖିଛୁ। କାଲିଠୁ ଆମେ ରାଜରାସ୍ତାକୁ ଓହ୍ଲେଇବୁ, ଯେହେତୁ ଆମକୁ କାଲିଘାଟ ବାଲା ବାଲି ଲୋଡ୍ କଲା ପରେ ଆମକୁ ଟ୍ରାନ୍ସପୋର୍ଟ ପାସ୍ ଦେଉନାହାନ୍ତି। ଘାଟ ଭିତରେ ଲୋଡ୍ କଲା ବେଳକୁ କହୁଛନ୍ତି ଲୋଡ୍ କରିକି ଆସନ୍ତୁ, ଆସିଲେ ଆମେ ଦେବୁ। ଲୋଡ୍ କରିକି ଉପରୁ ଡ୍ରାଇଭର ଆସିଲା ପରେ ତାକୁ କହୁଛନ୍ତି ଆଜ୍ଞା ଟିପି ନାହିଁ, ଯଦି ସେମିତି ଯିବ ପଳାଅ। ଆମେ ସେଠୁ ଆସିଲା ପରେ ରାସ୍ତାରେ ମାଇନିଂ ଅଥରିଟି ପୋଲିସ ବାଲା ସମସ୍ତେ ଧରିକି ଗୋଟା ଆଗରେ ଫାଇନ୍ ଆଦାୟ କରୁଛନ୍ତି। ତେଣୁ ଆମେ ଏଥିରୁ ଇଏ କରିକି ଆମେ ବର୍ତ୍ତମାନ ଗାଡ଼ି ସବୁ ବନ୍ଦ କରିଦେଇଛୁ। ଆଗକୁ ବି ରାଜରାସ୍ତାକୁ ଓହ୍ଲେଇବୁ ବୋଲି ଆମେ ଧାରଣାରେ ବସିଛୁ। କେବେଠାରୁ? କାଲିଠାରୁ ଆଜ୍ଞା ଆମେ ରାଜରାସ୍ତାକୁ ଓହ୍ଲାଉଛୁ। କିଏ ଆଦାୟ କରୁଛି ଆପଣ? ମାଇନିଂ ବାଲା ଆଦାୟ କରୁଛନ୍ତି ଗୋଟା ଆଙ୍କର ଫାଇନ୍। ଡିଷ୍ଟ୍ରିକ୍ଟ ମାଇନିଂ ଅଫିସର ମାଇନିଂ ଅଫିସର ରହୁଛନ୍ତି, ଯେଉଁମାନେ ମାଇନିଂ ଅଥରିଟି ରହୁଛନ୍ତି ସେମାନଙ୍କ ଏରିଆରୁ ସେମାନେ ଫାଇନ୍ ଆଦାୟ କରୁଛନ୍ତି। ସେମିତି ଆଜ୍ଞା ତ ସବୁ ଜିଲ୍ଲାରେ ଯେଉଁମାନଙ୍କ ମାଇନିଂ ଅଫିସର ଅଛନ୍ତି ସେମାନେ ସେ ତାଙ୍କ ଏରିଆରୁ ସେ ଆଦାୟ କରୁଛନ୍ତି। ତାହେଲେ ଆପଣ ଏ ବିରୁଦ୍ଧରେ କାଲିଠୁ ରାଜରାସ୍ତା ଓହ୍ଲେଇବେ? କାଲି ଆଜ୍ଞା ଆମେ ଆଜିଠାରୁ ଆଜ୍ଞା ଓହ୍ଲେଇଥାନ୍ତୁ, ଯେହେତୁ ଆମର ସବୁ ଆସୋସିଏସନକୁ ନେଇକି ଆମେ ଆଜି ବୈଠକ କରିଥିଲୁ। କାଲିଠୁ ଆଜ୍ଞା ଆମେ ରାଜରାସ୍ତା ଓହ୍ଲେଇବୁ। ଆଚ୍ଛା, ଏଇ ବାବଦରେ ମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ କିମ୍ବା ବିଭାଗୀୟ ସଚିବ